ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ଆଣ୍ଠୁ ଗଣ୍ଠି ଦରଜ ହେଉଥିଲେ କେଉଁ ତେଲ ଲଗାଇଲେ ଆରାମ ମିଳେ? ଅପସନ୍ ଏ ବାଦାମ ତେଲ, ଅପସନ୍ ବି ସୋରିଷ ତେଲ, ଅପସନ୍ ସି ନଡ଼ିଆ ତେଲ, ଅପସନ୍ ଡି ରାଶି ତେଲ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ସୋରିଷ ତେଲ। ଦ୍ୱିତୀୟ ପ୍ରଶ୍ନଟି ହେଉଛି କେଉଁ ପରିବାକୁ କଞ୍ଚା ଖାଇଲେ ବ୍ଲଡ଼ ପ୍ରେସର ରୋଗ ଭଲ ହୁଏ? ଅପସନ୍ ଏ କଲରା, ଅପସନ୍ ବି ଗାଜର, ଅପସନ୍ ସି କୁନ୍ଦୁରି, ଅପସନ୍ ଡି ପୋଟଳ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି କୁନ୍ଦୁରି। ତୃତୀୟ ପ୍ରଶ୍ନଟି ହେଉଛି କେଉଁ ଫଳ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ? ଅପସନ୍ ଏ କଦଳୀ, ଅପସନ୍ ବି ଲେମ୍ବୁ, ଅପସନ୍ ସି ସେଓ, ଅପସନ୍ ଡି ଅଙ୍ଗୁର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଲେମ୍ବୁ। ଚତୁର୍ଥ ପ୍ରଶ୍ନଟି ହେଉଛି କେଉଁ ଦେଶରେ ସବୁଠାରୁ ଅଧିକ ହୀରା ମିଳେ? ଅପସନ୍ ଏ ରୁଷିଆ ଦେଶ, ଅପସନ୍ ବି ଭାରତ ଦେଶ, ଅପସନ୍ ସି ଆମେରିକା ଦେଶ, ଅପସନ୍ ଡି ଜାପାନ ଦେଶ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ରୁଷିଆ ଦେଶ। ପଞ୍ଚମ ପ୍ରଶ୍ନଟି ହେଉଛି କେଉଁ ମସଲା ଡାଇବେଟିସ୍ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ? ଅପସନ୍ ଏ ଡାଲଚିନି, ଅପସନ୍ ବି ଜିରା, ଅପସନ୍ ସି ଇଲାଇଚି, ଅପସନ୍ ଡି ଲବଙ୍ଗ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଡାଲଚିନି। ଷଷ୍ଠ ପ୍ରଶ୍ନଟି ହେଉଛି ବିଜୁ ଜନତା ଦଳର ପ୍ରତିଷ୍ଠାତା କିଏ? ଅପସନ୍ ଏ ମଧୁସୂଦନ ଦାସ, ଅପସନ୍ ବି ହରେକୃଷ୍ଣ ମହାତାପ, ଅପସନ୍ ସି ନବୀନ ପଟ୍ଟନାୟକ, ଅପସନ୍ ଡି ଗୋପବନ୍ଧୁ ଦାସ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ନବୀନ ପଟ୍ଟନାୟକ। ସପ୍ତମ ପ୍ରଶ୍ନଟି ହେଉଛି କେଉଁ ପତ୍ର ସେବନ କଲେ ହାର୍ଟ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ନିମ୍ବ ପତ୍ର, ଅପସନ୍ ବି ତୁଳସୀ ପତ୍ର, ଅପସନ୍ ସି ବେଲପତ୍ର, ଅପସନ୍ ଡି ଭୃଷଙ୍ଗ ପତ୍ର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଭୃଷଙ୍ଗ ପତ୍ର। ଅଷ୍ଟମ ପ୍ରଶ୍ନଟି ହେଉଛି କେଉଁ ଜିଲ୍ଲାକୁ ଓଡ଼ିଶାର ପାୱାର ହାଉସ୍ ବୋଲି କହନ୍ତି? ଅପସନ୍ ଏ କଟକ ଜିଲ୍ଲା, ଅପସନ୍ ବି ଝାରସୁଗୁଡ଼ା ଜିଲ୍ଲା, ଅପସନ୍ ସି କଳାହାଣ୍ଡି ଜିଲ୍ଲା, ଅପସନ୍ ଡି ବଲାଙ୍ଗୀର ଜିଲ୍ଲା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଝାରସୁଗୁଡ଼ା ଜିଲ୍ଲା। ନବମ ପ୍ରଶ୍ନଟି ହେଉଛି ନିୟମିତ କେଉଁ ପତ୍ରର ରସ ପିଇଲେ ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ? ଅପସନ୍ ଏ ତୁଳସୀ ପତ୍ର, ଅପସନ୍ ବି ବେଲପତ୍ର, ଅପସନ୍ ସି ନିମ୍ବ ପତ୍ର, ଅପସନ୍ ଡି ପିଜୁଳି ପତ୍ର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ତୁଳସୀ ପତ୍ର। ଦଶମ ପ୍ରଶ୍ନଟି ହେଉଛି ପାରାଦୀପ ବନ୍ଦର କେଉଁ ନଦୀରେ ଅବସ୍ଥିତ? ଅପସନ୍ ଏ ଗଙ୍ଗା ନଦୀ, ଅପସନ୍ ବି ବୁଢ଼ାବଲଙ୍ଗ ନଦୀ, ଅପସନ୍ ସି ମହାନଦୀ, ଅପସନ୍ ଡି ଯମୁନା ନଦୀ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ମହାନଦୀ। ଏହିପରି ନୂଆ ନୂଆ ସାଧାରଣ ଜ୍ଞାନ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ ଗୋଟିଏ ବି କରିଦିଅନ୍ତୁ।